लीलांचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। नमस्तो अनंताय सहस्रमूर्तये सहस्रपादाकिशिररुबाहवे सहस्रनाम्नि पुरुष सहस्रकोटि युगधर। शिशु अनंतर पवित्र पीठरू बलिया समस्त को शुभेच्छा जनाऊँची एवं समस्त साधुसंत महापुरुष मान समस्त गुरु व सद्गुरु मान को प्रणाम जनाऊँची। आमर सबू कार्यक्रम जहाँ जमी थिला से सब धीरे धीरे शेष हो जाइए। केवल चतुर्दशी मेला पाई आमर जो आश्रमर वार्षिक मेला चतुर्दशी मेला बोली आमे ताकू कहू से चतुर्दशी मेला पाई जहाँ जहाँ आवश्यक बलिया द्वारा जहाँ जहाँ हो पारिबो से सब कथा को आखिरी रखी आमे कार्यक्रम करूँ। तेणु सज्जन चतुर्दशी मेला ये कथाटी को जदि आप चिंता करेंगे जीवन सहित आर संपर्क रही। प्रत्येक जीवन निज निज हाथ रे तीन हाथ अधे ताको आमर पुराणा कालर हिसाब रे आमे वर्तमान से हिसाब पाइबानी। ये तीन हाथ अधेटी होची 84 अंगुल। ये 84 अंगुल को कहा जाइछि 14 पा शरीर। तेणु 14 आउ चतुर्दशी या भितर संबंध होइकरी रहिछि। ये गोटे तत्व। तेरे चतुर्दश ब्रह्मांड बोली आमर शास्त्र रे उल्लेख अछि 14 ब्रह्मांड। ब्रह्मांड कहले ब्रह्मंक ठारू जहा जन्म से होउछि ब्रह्मांड। यही 14 ब्रह्मांड को लक्ष्य करी भगवान मर्यादा पुरुषोत्तम राम 14 वर्ष जंगल रे थिले बा जंगल को उपभोग करते। जंगल को जाइथिले आमे जदि भाविबा बा अनेक भी कहती जे से जाइथिले गोटे दंड कैकेयीको आदेश रे बा कैकेयीको प्रतिज्ञा रक्षा करी दशरथंक ठारू राम जाइथिले 14 वर्ष जंगल। ताकू केही दंड बोली भाविबा उचित नुहे। कारण 14 वर्ष को 14 ब्रह्मांड को प्रत्येक जीवन तीन हाथ अधे प्रत्येक जीवन को प्रत्येक ब्रह्मांड को
ये सबको सार्थक करने पाई से 14 वर्ष जंगल थिले। से बाघ भालू भलिया नथिले किंबा कौनसी जंगली पशुपक्षी भली से नथिले। से ଯେଉଁ ଜଙ୍ଗଲକୁ ଯାଉଥିଲେ ସିଏ ଜଙ୍ଗଲ ପ୍ରଭୁ ରାମଙ୍କର ପାଦସ୍ପର୍ଶରେ ସେ ତପଭୂମିରେ ପରିଣତ ହେଉଥିଲା। ସେଥିପାଇଁ କୁହାଯାଇଛି ରାମ ତପଭୂମି ଗମନମ୍। ତେଣୁ এই जो 14 ब्रह्मांड এই কথাକୁ ଆଉ କେତେକ ମହାପୁରୁଷ ମାନେ ନିଜ ନିଜ ଭାବନାକୁ ନେଇ ସେମାନେ ଏହାକୁ କହିଛନ୍ତି 27 ବ୍ରହ୍ମାଣ୍ଡ। ଭୀମ ଭୋଇ ମଧ୍ୟ 27 ବ୍ରହ୍ମାଣ୍ଡ କଥା କହିଛନ୍ତି। ଠାକୁର ଅଭିରାମ ମଧ୍ୟ 27 ବ୍ରହ୍ମାଣ୍ଡର କଥାକୁ ଗ୍ରହଣ କରିଛନ୍ତି। କିନ୍ତୁ ମୂଳ କଥାଟି ହେଉଛି 14 ବ୍ରହ୍ମାଣ୍ଡ। ତେବେ ଏଠି ଯେଉଁ ମେଳା ହେଉଛି ଇଏ ମେଳା ହେଉଛି ଭଗବାନ ନୃସିଂହଙ୍କର ଜନ୍ମଦିନ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ। ତେଣୁ ଏଠି ଚତୁର୍ଦ୍ଦଶୀ ମେଳାଟି ଭଗବାନ ନୃସିଂହଙ୍କ ପାଇଁ ଉଦ୍ଦିଷ୍ଟ। ଆମର ଇଷ୍ଟଦେବ ପ୍ରଭୁ ଶିଶୁ ଅନନ୍ତ ସେ ଚତୁର୍ଦ୍ଦଶୀ ଦିନ ନୃସିଂହ ବେଶ ହୁଅନ୍ତି। ଏଠି ଆଉ ଗୋଟିଏ ବିଶେଷତ୍ୱ ହେଉଛି ଯେଉଁ ଅକ୍ଷୟ ତୃତୀୟା ଦିନ ଏ ମେଳାର ଶୁଭାରମ୍ଭ ହୁଏ। ନାମାଚାର୍ଯ୍ୟ ବାବା ବାୟାଙ୍କର ପ୍ରତିଷ୍ଠିତ ମାଳଯଜ୍ଞ ସେ ମଧ୍ୟ ଅକ୍ଷୟ ତୃତୀୟାରୁ ଆରମ୍ଭ ହୁଏ। ତାର ବହୁ ବର୍ଷ ପରେ ଏଠି ମଧ୍ୟ ସେହି ମେଳା ଅକ୍ଷୟ ତୃତୀୟା ଦିନ ଶୁଭାରମ୍ଭ ହୁଏ। ଅକ୍ଷୟ ତୃତୀୟା ହେଉଛି ସତ୍ୟ ଯୁଗର ଜନ୍ମଦିନ। ଅକ୍ଷୟ ତୃତୀୟା ହେଉଛି କୃଷକର ଶୁଭାରମ୍ଭ ଦିନ। କୃଷି ସେଇ ଦିନ ମାନେ ପ୍ରଥମ କରି ଉଦ୍ଘାଟନ ହୁଏ। ଆଉ ସେଦିନ ଭଗବାନ ପରଶୁରାମଙ୍କର ଜନ୍ମଦିନ ମଧ୍ୟ ଅକ୍ଷୟ ତୃତୀୟା। ତେଣୁ ଏଇଭଳି ଭାବରେ ଅକ୍ଷୟ ତୃତୀୟାରୁ ପୂର୍ଣ୍ଣମୀ ଏ ଗୋଟେ ସୁନ୍ଦର ମହୋତ୍ସବର ଦିନ। ଏଇ ଦିନ ପ୍ରଭୁ ଜଗନ୍ନାଥ ସ୍ୱୟଂ ଜଗନ୍ନାଥ ତାଙ୍କର ଦିବ୍ୟ ସତ୍ତାରୁ ସାମାନ୍ୟ ହଉ ପଛେ କିଛି ସମୟ ଧରି ସେ ଏଠାରେ ଆବିର୍ଭାବ ହୁଅନ୍ତି ବୋଲି ବଳିଆକୁ ଜଣେଇଥିଲେ। ଯେପରି ଜ୍ୟେଷ୍ଠ ପୂର୍ଣ୍ଣିମା ଭଗବାନ ଜଗନ୍ନାଥ ଜ୍ୟେଷ୍ଠ ପୂର୍ଣ୍ଣିମାରେ ନେମାଳ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ପୀଠରେ ସେ ଆବିର୍ଭାବ ହୁଅନ୍ତି। ତାର ସତ୍ୟତାକୁ ଏ ସେବକ ବଳିଆ ମର୍ମେ ଅନୁଭବ କରିଛି।
ସେଇଭଳି ଏଠି ମଧ୍ୟ ଅନୁଭବ କରିଛି ଏବଂ ତାହା ପ୍ରକୃତରେ ସତ୍ୟ। ଆମେ ପ୍ରତ୍ୟେକ ବର୍ଷ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିବାକୁ ଯାଉ, ନିମନ୍ତ୍ରଣ ମଧ୍ୟ ଦଉ ଏବଂ ପ୍ରାର୍ଥନା କରୁ। ନିମନ୍ତ୍ରଣ କହିଲେ ଗୋଟେ କାର୍ଡ଼ ଫାର୍ଡ଼ ଏସବୁ ନୁହେଁ, ଆମେ ପ୍ରାର୍ଥନା କରୁ। ତେବେ ଆଜିର ଯେଉଁ ପୃଥିବୀ, ଏଠି ଯେଉଁ ହଟ ଚମକ ସବୁ ଚାଲିଛି, ଯଜ୍ଞରେ ତାହା ଶାନ୍ତ ହଉ, ବିଶ୍ୱ ଶାନ୍ତ ହଉ, ବିଶ୍ୱପତିଙ୍କର କୃପା ଲାଭ କରୁ ବିଶ୍ୱ। ଏଇ ହେଉଛି ଆମ ଏଠିକାର ଯେଉଁ ଯଜ୍ଞ, ମେଳାକୁ ଲକ୍ଷ୍ୟ କରି ଯଜ୍ଞ ନାମ ସବୁ ହୁଏ। ଆମର ଏଠି ପ୍ରତିଟି କାର୍ଯ୍ୟ ସେଇଥିପାଇଁ ଉଦ୍ଦିଷ୍ଟ। ବିଶ୍ୱର ଶାନ୍ତି, ବିଶ୍ୱ ଶାନ୍ତି ମାନେ ତା ଭିତରେ ସବୁ ରହିଗଲା। ଜୀବନ ରହିଲା, ସମାଜ ରହିଲା, ଦେଶ ରହିଲା, ସବୁ ରହିଲା। ପଶୁ ପକ୍ଷୀ ବୃକ୍ଷ ତରୁ ତୃଣ ଲତା ସବୁ ତାରି ଭିତରେ ରହିଲା। ଦେଖନ୍ତୁ ଆଜିର ସମାଜରେ କେତେକ ବିଲକ୍ଷଣ ଦେଖାଯାଉଛି। ମଦ୍ୟ ମାଦକ ଏଇ ଯେ ବିଲକ୍ଷଣ ବା ବିଲକ୍ଷଣତା ଏତିକିରୁ ଯେ ଶେଷ ହୁଏ ତା ନୁହେଁ। ଜଣେ ମଦ୍ୟ ମାଦକ ନ ଖାଇଲା ତାମାନେ କ'ଣ ପୃଥିବୀ ଶାନ୍ତ ହେଇଯିବ? ତେଣୁ ସେଟା ନ ଖାଇଲେ ବରଂ ପୃଥିବୀ କିଛି ଅଂଶରେ ତାର ଶାନ୍ତି ଲାଭ କରିବ। ତେବେ ଆଜିର ଗୋଟିଏ ବିଲକ୍ଷଣ ଆପଣମାନେ ଦେଖିବେ, ଦେଶ ଦେଶ ଭିତରେ ଯୁଦ୍ଧ, ହିଂସା, ଇଏ ହେଉଛି ଗୋଟିଏ ବିଲକ୍ଷଣ। ପ୍ରତ୍ୟେକ ଦେଶ ଆଜି ଧ୍ୱଂସାସ୍ତ୍ରରେ ସୁସଜ୍ଜିତ ହେଉଛି, ଇଏ ହେଉଛି ଆଉ ଗୋଟିଏ ବିଲକ୍ଷଣ। ଏବଂ ଯୁବ ସମାଜମାନେ ନିଜର ପାରମ୍ପରିକ ଭାବନା, ସଂସ୍କୃତି, ନାଚ ଗୀତ ଯାହା ବି ହଉ, ନାଚ ବି ତା ଭିତରେ ଅଛି, ନାଚ ଗୀତ ଖେଳ, ଖାଦ୍ୟପେୟର ମଉଜ, ଏସବୁ ଜିନିଷକୁ ଛାଡ଼ି ସେମାନେ ଯେଭଳି ଭାବରେ ଜୀବହତ୍ୟା କରିବା, ନିଶାସକ୍ତ ହୋଇ ରାସ୍ତାଘାଟରେ ପଡ଼ିବା, ପାଠ ପଢ଼ିକିରି ମଧ୍ୟ ସେମାନେ ଅପାଠୁଆ ବା ତାଙ୍କୁ ଲୋକ ଅଭଦ୍ର ବୋଲି କହୁଛନ୍ତି। ପୁଅମାନେ ଏଇସବୁ କାର୍ଯ୍ୟ କରୁଥିଲେ, ଏଇଟା ବହୁ ପୁରୁଣା କଥା। ତେବେ ଏତେ କରୁନଥିଲେ, କିନ୍ତୁ ବର୍ତ୍ତମାନ ଆମେ ଖବର ନେଉଛୁ ଝିଅମାନେ ମଧ୍ୟ ଏଇସବୁ କାର୍ଯ୍ୟରେ ଯୋଗଦାନ କରୁଛନ୍ତି। ତେଣୁ ଏସବୁ କଥାକୁ ତ୍ୟାଗ କରିବା, ଇଏ ହେଉଛି ଆମର ଏଇ ମେଳାର ଉଦ୍ଦେଶ୍ୟ। ଆପଣ ଦେଖିବେ, ଅପ୍ରିୟ ସତ୍ୟ କଥାଟା ମୁଁ କହୁଛି, ମୁଁ ପିଲାମାନଙ୍କ ଉଦ୍ଦେଶ୍ୟରେ କହୁଛି। ପୁଅଟିଏ ହଉ ଝିଅଟିଏ ହଉ, ସେ ଇଏ ସମାଜର ଗୋଟିଏ ରତ୍ନ। ଆମେ ଗଲେ ଆମ ପରେ ସେମାନେ ପୁଣି ଜଗତକୁ ରକ୍ଷା କରିବେ। ଗୋଟିଏ ପୁଅ ଗୋଟିଏ ଝିଅକୁ ଭଲ ପାଉଛି, ଇଏ କଥାଟା ଜଣେ ଜାଣି ସାରିକିରି ଆଉ ଗୋଟେ ପୁଅ ଜାଣି ସାରି ସେ ଜବରଦସ୍ତି କହୁଛି ମୁଁ ତ ତାକୁ ଭଲ ପାଉଛି, ତୁ କାହିଁ ତାକୁ ଭଲ ପାଇବୁ? ଏମିତି ହଉ ହଉ
ଝିଅ ମର୍ଡର ହେଉଛି ନହେଲେ ପୁଅ ମର୍ଡର ହେଉଛି। ବାପ ମା ଠାରୁ ଭାଇ ଭଉଣୀର ପ୍ରୀତି ଠାରୁ ଇଏ ଦୁନିଆରେ କ'ଣ ଆଉ କିଛି ବଡ଼ ପ୍ରୀତି କେଉଁଠି ଅଛି? ତାକୁ ପିଲାମାନେ ଟିକେ ମନେ ପକାଇବେ। ଗୋଟିଏ ଝିଅ ଗୋଟିଏ ପୁଅକୁ ପାଇବା ପାଇଁ ନିଜର ମା ଏବଂ ନିଜର ଗୋଟେ ଅତି ସୁନ୍ଦର ମାନେ ଗୋଟେ ଭାଇ ତାକୁ ହତ୍ୟା କରି ସେ ଚାଲିଗଲା ତାର ପ୍ରେମିକ ସହିତ ପଳେଇଲା। ଏଇଟା କୋଉ ପ୍ରକାରର ନୀତି, କୋଉ ପ୍ରକାରର ମଣିଷ ପଣିଆ? ତମକୁ ବାପ ମା କ'ଣ ପାଠ ପଢ଼େଇଥିଲେ ଏଇଆ କରିବା ପାଇଁ? ଭଲ ପାଇଲ, ଭଲ ପାଅ, ସେଟା କିଛି କଥା ନାହିଁ। ତାମାନେ କ'ଣ ଭଲ ପାଇବ ବୋଲି ବାପାକୁ ହାଣିବ, ମାଆକୁ ହାଣିବ, ଭାଇକି ହାଣିବ? ଶେଷରେ ଆଉ କେତେକ ଅଛନ୍ତି, ଶେଷରେ ସେ ଆଉ ମାନେ ଧର କୌଣସି କାରଣରୁ ତାଙ୍କର ଯଦି ପ୍ରେମ ବିଚ୍ଛେଦ ହେଲା, ତାଙ୍କୁ ଆଉ କେଉଁ ପ୍ରେମଟା ଭଲ ଲାଗିଲାନି। ବାପ ମା ଭାଇ ବନ୍ଧୁ କୁଟୁମ୍ବ ଇଏ ପ୍ରେମ ସବୁ କିଛି ଭଲ ଲାଗିଲାନି। ଏମିତିକି ତାଙ୍କୁ ଜଗତଟା ଅନ୍ଧାର ଦେଖାଗଲା। ସିଏ କ'ଣ କଲେ ନା ବିଷ ଖାଇକିରି ମଲେ, ଦୌଡ଼ା ଲଗେଇକି ମଲେ। ଏହା କ'ଣ ସମାଜର ଯେଉଁ ଶିକ୍ଷା ପୁସ୍ତକ ସବୁ ଅଛି, ଯିଏ ଯେତିକି ପାଠ ପଢ଼ୁ, ଜଣେ ପଞ୍ଚମ ଯାକେ ପଢ଼ିଛି, ଆଉ ଜଣେ ମାଟ୍ରିକ ଯାକେ ପଢ଼ିଛି, ଆଉ ଗୋଟିଏ କଲେଜରେ କେଉଁ ବହିରେ ଏଇ କଥା ଲେଖା ହେଇଛି? ତେଣୁ ଏସବୁ କଥାକୁ ବନ୍ଦ କରିବା ପାଇଁ ମନକୁ ପରିବର୍ତ୍ତନ କର, ଆତ୍ମହତ୍ୟା କରନା, କିମ୍ବା ଗୋଟେ ରାଗିକିରି କାହାକୁ ମାନେ ଏମିତି କେଉଁଟା ପେଲିପାଲି ଦେଲ କି ଅନ୍ଧାରରେ ଯାଉଟା ଡିବାରେ ପକେଇଲ, ସେଇଟା ଅଲଗା କଥା। କିନ୍ତୁ ମାରୁ ମାରୁ ଜଣକୁ ମାରି ଦେଉଛ, ଯେତେବେଳେ ତୁମେ ତାକୁ ମାରୁଛ, ଯେଉଁ ମୋମେଣ୍ଟରେ ତୁମେ ତାକୁ ମାରୁଛ, ଯାହାକୁ ମାରୁଛ, ଝିଅ ବି ବାପାକୁ ମାରୁଛି। ଆଉ ଗୋଟିଏ ଗୋଟିଏ ଏମିତି ସୁନ୍ଦର ବାପା ବି ଜନ୍ମ ହେଇଛନ୍ତି, ସିଏ ମଧ୍ୟ ନିଜର ଇନ୍ଦ୍ରିୟ ଲାଳସାକୁ ପୂର୍ଣ୍ଣ କରିବା ପାଇଁ ପୁଅକୁ ହାଣି ମାରୁଛନ୍ତି, ଝିଅକୁ ବି ହାଣୁଛନ୍ତି। ଇଏ କୋଉ ପ୍ରକାରର ମଣିଷ ପଣିଆ? ଆପଣମାନେ ମଣିଷ ହେଇକିରି ଜନ୍ମ ହେଇଥିଲେ, ଏଇଟା କୋଉ ମଣିଷ ପଣିଆରେ ଯାଏ? ଆପଣ ସେ ରାବଣକୁ ଶୋଧୁଛନ୍ତି, କଂସକୁ ଶୋଧୁଛନ୍ତି, ତାଙ୍କର ଏତେ ଖରାପ ଗୁଣ କ'ଣ ଥିଲା? ତେଣୁ ଏଇସବୁ କଥାକୁ ତ୍ୟାଗ କରିବା, ମୁଁ ତ୍ୟାଗ କରିବା ପାଇଁ ଅନୁରୋଧ କରୁନି। ଏଇସବୁ ଗୋଳିଆ କାଦୁଅ ଭିତରେ ନ ପଶି ପାଠ ପଢ଼ିବା, ଭଲ ମଣିଷ ହେବା, କର୍ମବାଦୀ ହେବା, ଗୁରୁଜନମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ଭଲ ଖାଇବା, ଭଲ ପିନ୍ଧିବା, କୁଆଡ଼େ ବୁଲିବା, ଏସବୁ କଥା କିଛି ମନା ନାହିଁ। କିନ୍ତୁ ଏ ହାଣିବା, କୁଟିବା, କାଟିବା এইগুଡ଼ାକ ଅତି କଦର୍ଯ୍ୟ। ଆତ୍ମହତ୍ୟା ମହାପାପ, ଆତ୍ମଘାତୀ ଇଏ ମଧ୍ୟ ମହାପାପୀର ପରିଚୟ। ଏବଂ ଭଲ ପାଇବାକୁ ବିକୃତ କରନା। ପ୍ରହ୍ଲାଦଙ୍କର ଭଲ ପାଇବା କାହା ସହିତ ଥିଲା? ପୁରା ଶାସ୍ତ୍ରର କଥା। ଗୋଟେ ପଥର ସ୍ତମ୍ଭକୁ ସେ ଭଲ ପାଇଥିଲେ,
ଫଳ ନ ପାଇଗଲେ ବି ସେ ଭଲ, ତାଙ୍କର ଭଲ ପାଇବାର ପ୍ରବୃତ୍ତି ଥିଲା। ତେଣୁ ସେଇ ପଥର ସ୍ତମ୍ଭ ଭିତରୁ ସେ ଗୋଟିଏ ଭଗବତ ମୂର୍ତ୍ତିର ସନ୍ଧାନ ପାଇଥିଲେ। ସେ ହେଉଛନ୍ତି ନରସିଂହ। ଏଇଭଳି ଅନେକ କଥା ଆଜି ରାଜନୀତି ସ୍ତରରେ ଯୁବକମାନେ ଏବେଠାରୁ ସମାଜ ସେବାରେ ମନ ଦେଇ ଧୀରେ ଧୀରେ ସେମାନେ ରାଜନୀତି ଭିତରକୁ ପଶନ୍ତୁ। ରାଜନୀତିରେ ବି କାହାର ମୃଦାବାଦ କରିବା, କାହାକୁ ହାଣିବା କାଟିବା ତା ନୁହେଁ। ତେଣୁ ଏମାନେ ଯଦି ସେଇ ପ୍ରକାର କାର୍ଯ୍ୟରେ ନ ପଶିବେ, ଇଏ ଯେଉଁ ଅହଙ୍କାରୀ ଲୋକମାନଙ୍କୁ ନେଇ ବିଶ୍ୱ ରହିପାରିବ ନାହିଁ। ତେଣୁ ଆଜିର ଏଇ ପବିତ୍ର କଥା ଶିଶୁ ଅନନ୍ତଙ୍କ ପାଦ ତଳେ ସମର୍ପଣ କରୁଛି। ପିଲାମାନଙ୍କୁ 100 ଥର ନିବେଦନ କରୁଛି, ମଦ୍ୟ ମାଦକ ଛାଡ଼ି ନିଜେ ଭଲ ହୁଅ, ପରିବାରକୁ ଭଲରେ ରଖ, ଭଲ ସାଙ୍ଗସାଥି ହୁଅ, ଭଲ ସ୍ଥାନ ବୁଲ, ଭଲ ଖାଦ୍ୟ ଖାଅ। ଏଇସବୁ କଥା କରିବା ପାଇଁ ଅଭ୍ୟାସ କର। ଯଦି ଏହା ନ ହୁଏ ତାହେଲେ ଅନ୍ତତଃ କ'ଣ ହେବ? ନିଜେ କଷ୍ଟ ପାଇବ, ତମ ବାପା ମାଙ୍କୁ କଷ୍ଟ ଦେବ, ସମାଜ ଭୁଷୁଡ଼ି ପଡ଼ିବ। ତେଣୁ ମୁଁ ପୁଣି ଏଇ ଯଜ୍ଞ ସମ୍ପର୍କରେ ମୁଁ କାଲିକି କହିବି। କେତେବେଳେ ଓଡ଼ିଆରେ କହିବି, କେତେବେଳେ ହିନ୍ଦୀରେ କହିବି, କେତେବେଳେ ବଙ୍ଗଳାରେ କହିବି, ଇଂରାଜୀରେ କହିବି। ତେଣୁ କହିବାର ଉଦ୍ଦେଶ୍ୟ ହେଉଛି ସବୁ ଶ୍ରେଣୀର ଲୋକମାନେ ଟିକେ ଶୁଣିକିରି ଖୁସି ହେବେ ଏବଂ ଆମ ମେଳା ସମ୍ପର୍କରେ ଜାଣିବେ। ଏଠି କହି କଥାକୁ ବିଶ୍ରାମ ଦେଉଛି। ନାମ ଟିକେ କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
জয় বলরাম জয় বলরাম জয় বলরাম জয় বল নিতাই গৌর রাধে জপ হরে কৃষ্ণ হরে ভজ জয় শিশু রাধা জয় গুরু জয় জয় জগন্নাথ জয় গুরু জয় গুরু জয় গুরু জয় গুরু জয় জগন্নাথ জয় গুরু জয় গুরু জয় গুরু